ସ୍ୱାମୀଟିଏ ସ୍ତ୍ରୀଟିଏ ତାଙ୍କର 4ଟି ଝିଅ ଥାନ୍ତି। 4 ଝିଅଙ୍କର ବିବାହର ବୟସ ହୋଇଯିବା ପରେ ସେମାନଙ୍କୁ ବିବାହ ଦେଇ ଦିଆଯାଏ। ସ୍ୱାମୀ ଗୋଟିଏ ପ୍ରାଇଭେଟ ଅନୁଷ୍ଠାନରେ କାମ କରୁଥାନ୍ତି। ସେହି ପ୍ରାଇଭେଟ ଅନୁଷ୍ଠାନ ତରଫରୁ ଗୋଟିଏ ଛୋଟିଆ ଘରଟିଏ ତାଙ୍କୁ ଦିଆଯାଇଥାଏ, ଯେଉଁଠି ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ରହନ୍ତି। କାଳକ୍ରମେ ଯେତେବେଳେ ସ୍ୱାମୀଙ୍କୁ 68 ବର୍ଷ ବୟସ ହୁଏ, ତାଙ୍କର ଦେହାନ୍ତ ହୁଏ ଏବଂ ସେହି ଛୋଟିଆ ଘରଟିକୁ ସ୍ତ୍ରୀଙ୍କୁ ଛାଡ଼ିବାକୁ ପଡ଼େ। ବର୍ତ୍ତମାନ 4 ଝିଅଙ୍କ ଭିତରେ ଚିନ୍ତା ହୁଏ ଯେ ମା ବର୍ତ୍ତମାନ ରହିବ କେଉଁଠି। ତେଣୁ ନିଷ୍ପତ୍ତି ନିଆଯାଏ ଦ୍ୱିତୀୟ ଝିଅ ଘରେ ମାଙ୍କୁ ରଖାଯିବ। ନିଷ୍ପତ୍ତି ଅନୁସାରେ ସେଇଆ ହୁଏ। କିନ୍ତୁ ଯେଉଁ ବାକି 3 ଝିଅ ରହିଲେ, ସେମାନେ ଗୋଟେ କଥା ଚିନ୍ତା କରନ୍ତି ଯେ ଗୋଟେ ଭଉଣୀ ଉପରେ କାହିଁକି ଆମେ ଏତେ ବୋଝ ପକାଇବା, ତେଣୁ କିଛି କିଛି ଦିନ ମାଙ୍କୁ ଆମେ ନିଜ ପାଖରେ ରଖିବା। ତେଣୁ ପ୍ରତ୍ୟେକ ଝିଅ ନିଜ ନିଜ ଘରେ କିଛି କିଛି ଦିନ ମାଙ୍କୁ ରଖନ୍ତି। କେଉଁଠି ମାସେ ରହିଲେ ତ କେଉଁଠି 10 ଦିନ, କେଉଁଠି 15 ଦିନ, ପୁଣି ଦ୍ୱିତୀୟ ଝିଅ ଘରକୁ ଫେରିଯାଆନ୍ତି। ଏମିତି ଘଟଣା ଘଟିବା ସମୟରେ ଗୋଟେ ଦିନ ହଠାତ୍ ମାଙ୍କ ମୁହଁରୁ ବାହାରି ପଡ଼େ, ଯଦି ମୋ ନିଜ ଘର ଥାନ୍ତା, ମୋର ପୁଅ ଥାନ୍ତା, ତାହେଲେ ମୁଁ କ'ଣ ଏମିତି 12 ଦ୍ୱାର ଶୁଣ୍ଠି ପିଣ୍ଡା ହେଉଥାନ୍ତି, ଆ ଦ୍ୱାର ତା ଦ୍ୱାର ହେଉଥାନ୍ତି? ଏଠି ଗୋଟେ କଥା ପ୍ରଶ୍ନ ଉଠେ, ସବୁ ପୁଅ ଥିବା ମା କ'ଣ ରାଜସୁଖ ଭୋଗ କରନ୍ତି? ଯେଉଁ ମା ମାନେ, ଯେଉଁ ବାପା ମାନେ ବୃଦ୍ଧାଶ୍ରମରେ ରହୁଛନ୍ତି, ସେମାନଙ୍କର କ'ଣ ପୁଅ ନାହିଁ? ତେଣୁ ପୁଅ ଆଉ ଝିଅ ଏମାନଙ୍କୁ ନେଇ କ'ଣ ସୁଖ ଆଉ ଦୁଃଖ ନିର୍ଦ୍ଧାରଣ କରାଯାଏ? ସୁଖ ଆଉ ଦୁଃଖ ନିଜର କର୍ମ ନେଇକି ହୁଏ। ନିଜର ପୂର୍ବ କର୍ମଫଳକୁ ନେଇ ଭାଗ୍ୟ ନିର୍ଦ୍ଧାରଣ ହୁଏ, ଆଉ ଭାଗ୍ୟକୁ ନେଇ ଭବିଷ୍ୟତ।